ଭାକୁର ମାଛ ଖାଇବାକୁ ଭଲ ପାଆନ୍ତି କି? ତାହେଲେ ଆଜିର ଏହି ସୋରିଷ ବଟା ଝୋଳ ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଓଡ଼ିଆ ଘରର ଖୁବ୍ ସ୍ୱାଦିଷ୍ଟ ଭାକୁର ମାଛ ସୋରିଷ ବଟା ଝୋଳ। ଚାଲନ୍ତୁ ଆରମ୍ଭ କରିବା। ନମସ୍କାର ସାଙ୍ଗମାନେ, ମୁଁ ରିତୁ ସ୍ପାଇସି ସିମ୍ଫୋନି କୁକିଂ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ବନାଇବା ଭାକୁର ମାଛ ସୋରିଷ ବଟା ଝୋଳ, ଯାହାର ସ୍ୱାଦ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ମୁଁ ଏଠି ଭାକୁର ମାଛ ନେଇଛି, ତାକୁ ଭଲ ଭାବରେ ଧୋଇ ନେଇଛି। ଧୋଇ ସାରିଲା ପରେ ସେଥିରେ 1 ଟେବୁଲ୍ ସ୍ପୁନ୍ ହଳଦୀ, ଦେନ୍ 1 ଟେବୁଲ୍ ସ୍ପୁନ୍ ପିଙ୍କ ସଲ୍ଟ ନେଇଛି। ଆପଣ ଚାହିଁଲେ ହ୍ୱାଇଟ୍ ସଲ୍ଟ ନେଇପାରିବେ। ତାକୁ ମୁଁ ଭଲ ଭାବରେ ମ୍ୟାରିନେଟ୍ କରି ନେଇଛି। ମ୍ୟାରିନେଟ୍ କରିସାରିଲା ପରେ ଆମେ ତାକୁ ସାଇଡ଼୍ରେ ରଖିଦେବା। ଏଠି ମୁଁ 2ଟା ଆଳୁ ନେଇଛି। 2ଟା ଆଳୁକୁ ଭଲ ଭାବରେ ଚୋପା ଛଡ଼େଇକି କାଟି ନେଇଛି। ତାପରେ ମୁଁ ଏଠି 2ଟା ଟମାଟୋ ନେଇଛି। ଟମାଟୋକୁ କାଟି ନେବା। କାଟି ସାରିଲା ପରେ ରସୁଣ, ଜିରା, ସୋରିଷ, କଞ୍ଚା ଲଙ୍କାର ଫାଇନ୍ ପେଷ୍ଟ ବନେଇ ନେବା। ପୁଣି ଆମେ ପ୍ୟାନ୍ ଗୋଟେ ନେଇକି ପ୍ୟାନ୍ରେ ତେଲ ଦେଇ ଲୁଣ କିଛି ଦେଇ ସେଥିରେ ଆମେ ମାଛ ଭାଜି ନେବା। ମୁଁ ଲୁଣ ଏଥିପାଇଁ ଦେଇଛି ଯାହାଫଳରେ କି ମାଛ ଆଉ ତଳେ ଲାଗିବନି, ପ୍ୟାନ୍ରେ ଲାଗିବନି। ତାପରେ ମାଛକୁ ଭଲ ଭାବରେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିବା। ସେହି ପ୍ୟାନ୍ରେ ଆଳୁକୁ ଆମେ ଭାଜି ନେବା। ବ୍ରାଉନ୍ ହେବା ପର୍ଯ୍ୟନ୍ତ ଆମେ ଆଳୁକୁ ଭାଜିବା। ଆଳୁ ଭାଜି ହେଲା ପରେ ଆମେ ଗୋଟେ ଜାଗାରେ ଆଳୁକୁ କାଢ଼ି ନେବା। ସେହି ପ୍ୟାନ୍ରେ କିଛି ସୋରିଷ ତେଲ ଦେଇ ସେଥିରେ କିଛି ଲୁଣ ଦେଇ ଆମେ ଫାଇନ୍ ପେଷ୍ଟ ବନେଇଥିବା ଯେଉଁଟା ସେ ପେଷ୍ଟକୁ ଆମେ ଏଠି ଦେଇଦେବା, ଯେଉଁଟା ସୋରିଷ ଜିରା ଥିଲା। ତାପରେ ସେଥିରେ ଟମାଟୋ, ହଳଦୀ, କଞ୍ଚା ଲଙ୍କା, ଲୁଣ ସବୁ ସେଥିରେ ମସଲାରେ ଦେବା। ତାକୁ ଭଲ ଭାବରେ ଘାଣ୍ଟିବା ଯେମିତିକି ତଳେ ମସଲାଟା ନ ଲାଗିବ। ମସଲା ଭଲ ଭାବରେ ଭାଜି ହେଇସାରିଲା ପରେ ସେଥିରେ ଆମେ ଆଳୁ ଦେଇଦେବା। ଆଳୁକୁ ମଧ୍ୟ ମସଲା ସହ ମିଶାଇକି କିଛି ସମୟ ଭାଜି ନେବା। ଭାଜି ସାରିଲା ପରେ ମୁଁ ଏଠି ପାଣି ଗରମ କରି ନେଇଥିଲି। ପାଣି ଏଠି ଗରମ କରି କାଢ଼ି ନେବା। ଦେଖିବା ଆଳୁ ଆଉ ମସଲାର ଯେଉଁ ଝୋଳଟା ସିଝିଛି ନା ନାହିଁ। ତାକୁ ଦେଖି ସାରିଲା ପରେ ଯଦି ଆମର ଆଳୁ ସିଝି ଯାଇଛି, ତାହେଲେ ଯେଉଁ ଆମେ ଭଜା ମାଛ ରଖିଥିଲେ ସେହି ଭଜା ମାଛକୁ ଏଥିରେ ଆମେ ଦେଇଦେବା। ଭଜା ମାଛ ଦେଇସାରି କିଛି ସମୟ ଆମେ ସେ ଭଜା ମାଛକୁ ତରକାରୀରେ ଦେଇକି 5ରୁ 10 ମିନିଟ୍ ଫୁଟେଇବା। ଫୁଟି ସାରିଲା ପରେ ସେଥିରେ ଆମେ ଗୋଟେ ଆମ୍ବୁଲ ପକାଇବା। ଆମ୍ବୁଲ ପକାଇ ସାରିଲା ପରେ ମୁଁ ଏଠି କାଟିକି ରଖିଥିଲି ଧନିଆ ପତ୍ର ପକାଇବା। ଧନିଆ ପତ୍ର ପକାଇକି ତାକୁ ଆମେ ଭଲ ଭାବରେ ଘାଣ୍ଟି ଦେବା। ଘାଣ୍ଟି ସାରିଲା ପରେ ଗରମ ପରସି ଦେବା ଭାକୁର ମାଛ ସୋରିଷ ବଟା ଝୋଳ, ଯେଉଁଟାକି ବହୁତ ଟେଷ୍ଟି ଲାଗିଥାଏ। ଆଉ ସେଥିରେ କଞ୍ଚା ଲଙ୍କା ଆଉ ତା ଆମ୍ବୁଲର ଫ୍ଲେଭରଟା ବହୁତ ଅଧିକ ଆସିଥାଏ। ଗରମ ଭାତ ସହ ପରସନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁକା। ଯଦି ମୋର ଏହି ଭାକୁର ମାଛ ସୋରିଷ ବଟା ଝୋଳ ରେସିପି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।